जय जगन्नाथ आपण मानक प्रज्योतिषवाल को स्वागत। शास्त्र रे मकर संक्रांति को नहीं करी विशेष महत्व रही। ता व्यतीत मकर संक्रांति रे स्नान ध्यान तप जप दानर भी बहुत महत्व रही। मकर संक्रांति ठारू खर मासर शेष होता है। आउ एई दिन ठारू शुभ कार्य बा मांगलिक कार्य जेतिकी भी जेमतिकी विवाह व्रत घर प्रतिष्ठा घर पूजा जेतिकी भी आमर मांगलिक कार्य रोची तो ताहार आरंभ होता है। एमितिकी मान्यता रही एही दिन करा जाइतिबा दानर फल 100 गुण प्राप्त होता है। मकर संक्रांति रे सूर्यदेव धनु राशि मकर राशि को प्रवेश करिथांती। सूर्यदेव उत्तरायण होइथांती। शास्त्र रे वर्णित अछि जे उत्तरायण समय होची देवता मानकर दिन एवं दक्षिणायन समय होची देवता मानकर रातिर समय। मकर संक्रांति गोटे प्रकार देवता मानकर शुभ सकाळर समय। मकर संक्रांति को नहीं शास्त्र रे बहुत किछि वर्णित रही। स्वयं भगवान श्रीकृष्ण गीतारे श्लोक 24-25 रे कहिचंती जे उत्तरायण 6 मास समय होची शुभ काल होइथाए। जेउ समय सूर्यदेव उत्तरायण होइथांती पृथ्वी को प्रकाशमय करिथांती। एई प्रकाश समय मनुष्य शरीर परित्याग कले से आउ पुनर्जन्म नहीं नथाए, ब्रह्मलोक को प्राप्त होइथाए। सेहीपरि सूर्यंकर उत्तरायण समय पृथ्वी अंधकार होई रहिथाए एवं एई समय एई अंधकार समय शरीर परित्याग कले मनुष्य को पुनर्जन्म नबाकू पड़िथाए। एहीपरि भाବରେ मकर संक्रांति को नहीं करी गीतारे मध्य कुहा जाइछि। ता व्यतीत महाभारत समय भीष्म पितामह जेतेबेले बाण सरर शज्या उपरे शोई करी पड़िथिले सी उत्तरायण को अपेक्षा करथिले। से निजर शरीर त्याग करिबा पई मकर संक्रांति दिन को चयन करथिले। एई तिथिरे से निज जीवन त्याग करिथिले। कुहा जाए जे एई दिन शरीर त्याग कले आत्मा किछि समय पई देवलोक गमन करिथाए एवं पुण्य जन्मरू मुक्ति मिलिथाए। एई दिन माँ गंगा पृथ्वी पृष्ठ को आसीथिले। एई दिन पिता सूर्यदेव निजर मनमालिन को भूली करी पुत्र शनिदेवଙ୍କ घरକୁ ମଧ୍ୟ ଆସିଥିଲେ। ଏଇଭଳି ବହୁତ କଥା ରହିଛି ମକର ସଂକ୍ରାନ୍ତିକୁ ନେଇକରି। ଏହି ପର୍ବ ଭାରତ ବର୍ଷରେ ପାଳନ କରାଯାଏ। ଓଡ଼ିଶାରେ ମକର ସଂକ୍ରାନ୍ତି, ଦକ୍ଷିଣ ଭାରତରେ ପୋଙ୍ଗଲ, ୟୁପିରେ ଖିଚିଡି, ଆସାମରେ ବୋହୁ, ଗୁଜରାଟରେ ଉତ୍ତରାୟଣ, ପଞ୍ଜାବ ଦିଲ୍ଲୀ ଆଉ ହରିୟାଣାରେ ଲୋହରୀ ପର୍ବ ଭାବରେ ମକର ସଂକ୍ରାନ୍ତିକୁ ପାଳନ କରାଯାଇଥାଏ। ଏହି ଦିନ ଏହି ବର୍ଷ 2025 ବର୍ଷରେ ଆମର ମକର ସଂକ୍ରାନ୍ତି 14 ଜାନୁଆରୀ ମଙ୍ଗଳବାର ଦିନ ପଡୁଛି। ଏହି ଦିନର ଶୁଭ ବେଳା ଆପଣଙ୍କୁ ମୁଁ ପାଞ୍ଜିରୁ ହିଁ ସୁଟ୍ କରି ଦେଖେଇ ଦଉଛି। ଅମୃତ ବେଳା ରହୁଛି ସକାଳ 8:52ରୁ 11:16 ମଧ୍ୟରେ। ଦ୍ୱିତୀୟ ଅମୃତ ସମୟ ରହୁଛି ଅପରାହ୍ନ 1:40ରୁ 3:16 ମଧ୍ୟରେ। ତୃତୀୟ ହେଉଛି ଅପରାହ୍ନ 4:02ରୁ ସୂର୍ଯ୍ୟାସ୍ତ 5:23 ମଧ୍ୟରେ। ତାପରେ ଆଉ ଗୋଟେ ରହିଛି ସନ୍ଧ୍ୟା 6:14 ସୂର୍ଯ୍ୟାସ୍ତରୁ ସନ୍ଧ୍ୟା 6:14 ମଧ୍ୟରେ ଗୋଟେ ରହିଛି। ଏହିପରି ଭାବରେ ଆପଣ ଏହି ଅମୃତ ବେଳା ସମୟରେ ଆପଣ କିଛି ବି ଅମୃତ କାମ କରିପାରିବେ। ତା ବ୍ୟତୀତ ଏହି ଦିନ ଆପଣଙ୍କର ମାଘ ମାସର ବ୍ରତ ମଧ୍ୟ ଆରମ୍ଭ ହେଉଛି। ଯେଉଁମାନେ ମାଘ ମାସ ବ୍ରତ କରୁଛନ୍ତି ମାସକ ସାରା ସେମାନେ ପୌଷ ପୂର୍ଣ୍ଣିମା ଠାରୁ ଆପଣ ସଂକଳ୍ପ ନେଇକରି ମାଘ ମାସର ବ୍ରତ ଏଇ ଦିନ ଠାରୁ ଆରମ୍ଭ କରିଦେବେ। ଏଇ ଦିନ କୁଷ୍ମାଣ୍ଡ ଫଳ ଅର୍ଥାତ୍ ପାଣି କଖାରୁ ଫଳ ଖାଇବା ନିଷେଧ ରହିଛି। ତା ବ୍ୟତୀତ ସଂକ୍ରାନ୍ତି ଅଛି, ବିନା ପିଆଜ ରସୁଣ ଖାଦ୍ୟ ଖାଇବା ମଧ୍ୟ ବହୁତ ଭଲ। ଆପଣ ସେଦିନ ବିନା ପିଆଜ ରସୁଣ ଖାଦ୍ୟ ଖାଆନ୍ତୁ। ତା ବ୍ୟତୀତ ଆପଣ ସେଦିନ ଆମିଷ ନ ଖାଇଲେ ମଧ୍ୟ ବହୁତ ଭଲ। ଏହି ଦିନ ପବିତ୍ର ନଦୀରେ ଆପଣ ସ୍ନାନ କରିପାରିବେ। ଆପଣଙ୍କ ପାଖାପାଖି ଯଦି କିଛି ନଦୀ ନାହିଁ ତାହେଲେ ମଧ୍ୟ ଆପଣ ଘରେ ଯେମିତି ହେଲେ ସ୍ନାନ କରନ୍ତୁ। ଯଦି ଆପଣଙ୍କ ପାଖରେ ଗଙ୍ଗା ଜଳ ଅଛି ଗଙ୍ଗା ଜଳରେ ସେଦିନ ସ୍ନାନ କରନ୍ତୁ। ତା ବ୍ୟତୀତ ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତୁ, ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ। ତା ବ୍ୟତୀତ ଆପଣ
ଘରେ ମକର ଚାଉଳ ଯେଉଁଟାକି ଆମର ଗୋଟେ ନୀତି ରହୁଛି ମକର ସଂକ୍ରାନ୍ତିରେ ମକର ଚାଉଳ ପ୍ରସ୍ତୁତ କରିବାରେ ମକର ଚାଉଳ ଭୋଗ ଲାଗିଥାଏ। ପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ମକର ଚାଉଳ ଭୋଗ ଲାଗିଥାଏ। ମକର ଚାଉଳ ଆପଣ ଚାଉଳକୁ ନୂଆ ଚାଉଳକୁ କିଛି ସମୟ ଭିଜେଇ କରି ସେଇ ଚାଉଳରେ କ୍ଷୀର, ନଡ଼ିଆ, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, ଅଦା ଛେଚା, ଗୁଡ଼, ଘିଅ, ମହୁ ତା ବ୍ୟତୀତ ଅନ୍ୟ କିଛି ଫଳ ପକାଇ ଆପଣ ମକର ଚାଉଳ ପ୍ରସ୍ତୁତ କରିପାରିବେ। ସେଇ ଚାଉଳକୁ ଆପଣ ପ୍ରଥମେ ଭଗବାନଙ୍କ ପାଖରେ ଭୋଗ ଲଗେଇବେ। ତା ବ୍ୟତୀତ ସୂର୍ଯ୍ୟଦେବଙ୍କ ପାଖରେ ଭୋଗ ଲଗେଇବେ। ଲଗେଇ ସାରିଲା ପରେ ଆପଣ କ'ଣ କରିବେ, ସେଇ ମକର ଚାଉଳ ସମସ୍ତେ ଆପଣ ପାଇପାରିବେ। ଆପଣଙ୍କ ପିଲା ଛୁଆ ଆପଣ ମଧ୍ୟ ପାଇପାରିବେ। କୁହାଯାଏ ଯେ ମକର ଚାଉଳ ଭୋଗ ଛୁଆମାନେ ଖାଇଲେ ତାଙ୍କର ସ୍ମରଣ ଶକ୍ତି ମଧ୍ୟ ବଢ଼େ। ଏହା ମଧ୍ୟ ମାନ୍ୟତା ରହିଛି। ତେଣୁକରି ମକର ଚାଉଳ ସେଇଦିନ ପ୍ରସ୍ତୁତ କରି ଭଗବାନ ପାଖରେ ଭୋଗ ଲଗେଇବା ବ୍ୟତୀତ ଆପଣ ଛୁଆମାନଙ୍କୁ ମଧ୍ୟ ଥରେ ଖାଇବାକୁ ଦିଅନ୍ତୁ। ତା ବ୍ୟତୀତ ଏହି ଦିନ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାର ପର୍ବ ମଧ୍ୟ ପାଳନ କରାଯାଏ। ଆପଣ ସେଦିନ ଗୁଡ଼ି ଉଡ଼ା ମଧ୍ୟ ହୋଇଥାଏ। ଆପଣ ସେଦିନ ଗୁଡ଼ି ଉଡ଼ା କରିପାରିବେ। ତା ବ୍ୟତୀତ ଆପଣ ମକର ସଂକ୍ରାନ୍ତିରେ ବହୁତ ବଡ଼ ଗୋଟେ ନିୟମ ରହୁଛି ଯେ ଦାନର। ଆପଣ ନିଜର ସାମର୍ଥ୍ୟ ହିସାବରେ କିଛି ନା କିଛି ଦାନ କରନ୍ତୁ। ଏଇ ଦିନ ଖିଚୁଡ଼ିର ମହତ୍ତ୍ୱ ବହୁତ ରହିଛି। ମାନେ ଖିଚୁଡ଼ି ଆପଣ କିଛି କରି ଆପଣ ଦାନ କରିପାରିବେ। ମାନ୍ୟତା ଅଛି ଯେ ଆପଣ ଯଦି ବିଶେଷ କରି ବିରି ଡାଲି କିଛି ମିଶେଇ ଆପଣ ଯଦି ଖିଚୁଡ଼ି ପ୍ରସ୍ତୁତ କରି ଆପଣ ବାଣ୍ଟୁଛନ୍ତି, ଦାନ କରୁଛନ୍ତି, ତାହେଲେ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ଆପଣଙ୍କର ଭାଗ୍ୟ ମାନେ ବୃଦ୍ଧି ହେଇଥାଏ। ଆପଣଙ୍କର ଭାଗ୍ୟର ବାଟ ଖୋଲି ଯାଇଥାଏ। ତା ବ୍ୟତୀତ ଆପଣ ଯଦି ଗୁଡ଼ କିଛି ମଧ୍ୟ ଦାନ କରୁଛନ୍ତି ତାହେଲେ ମଧ୍ୟ ବହୁତ ଶୁଭ ହେଇଥାଏ। କାରଣ ମକର ସଂକ୍ରାନ୍ତି ଭଗବାନ ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବାର ଗୋଟେ ବାଟ ହେଉଛି ଗୁଡ଼ ହେଉଛି ଦାନ କରିବା। ଗୁଡ଼ ଦାନ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହେଇଥାନ୍ତି। ତାଙ୍କର ଆଶୀର୍ବାଦ ଆପଣଙ୍କୁ ମିଳିଥାଏ, ଯାହାଦ୍ୱାରା ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ହେଇଥାଏ। ଆପଣ ସେଦିନ କଳା ରାଶି ମଧ୍ୟ ଦାନ କରିପାରିବେ। କଳା ରାଶି ମକର ସଂକ୍ରାନ୍ତିରେ ଦାନ କରିବା ଦ୍ୱାରା ଆପଣଙ୍କର ସବୁକିଛି ବହୁତ ଭଲ ହେଇଥାଏ। ଭଗବାନ ଶନିଦେବଙ୍କର ଆଶୀର୍ବାଦ ଆପଣଙ୍କର ମାନେ ଆପଣ ଯେତିକି କଳା ଜିନିଷ ଯଦି କିଛି ଦାନ କରୁଛନ୍ତି ଆପଣଙ୍କ ଉପରେ ଭଗବାନ ଶନିଦେବଙ୍କର ଆଶୀର୍ବାଦ ଆପଣଙ୍କ ଉପରେ କୃପା ଲାଭ କରିପାରିଥାଏ। କୃପା ମାନେ ଆଶୀର୍ବାଦ ରହିଥାଏ। ତା ବ୍ୟତୀତ ଆପଣ କ'ଣ କରିବେ, ସୂର୍ଯ୍ୟଦେବଙ୍କୁ ଯଦି ଜଳ ଅର୍ଘ୍ୟ ରୂପରେ ଦେଉଛନ୍ତି ତ ସେଇ ସମୟରେ ଆପଣ କଳା ରାଶି ମଧ୍ୟ ପକେଇ କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ରୂପରେ ଦେଇପାରିବେ। ସେଦିନ ଆପଣ ବସ୍ତ୍ର କି କମ୍ବଳ ମଧ୍ୟ ଦାନ କରିପାରିବେ। ଘିଅ ମଧ୍ୟ ଦାନ କରିପାରିବେ। ଆପଣ ଯଦି କାହାକୁ ଯେତିକି ଦରକାର ରହୁଛି, ଥଣ୍ଡା ଦିନ ପଡ଼ିଛି ତ ଆପଣ ଯଦି କାହାକୁ କମ୍ବଳ ହେଉ କି କୌଣସି ବସ୍ତ୍ର ହେଉ, ନୂଆ ବସ୍ତ୍ର ଯଦି ଆପଣ ଦାନ କରୁଛନ୍ତି ଆପଣଙ୍କ ରାହୁ ଦୋଷ ମଧ୍ୟ ସମାପ୍ତ ହେବ। ତା ବ୍ୟତୀତ ଆପଣଙ୍କ ଜୀବନରେ ଯଦି କିଛି ସମସ୍ୟା ଲାଗି ରହୁଛି ତାହା ମଧ୍ୟ ସମସ୍ୟା ହେବ। ମା ଲକ୍ଷ୍ମୀଙ୍କର କୃପା ଲାଭ କରିବେ। ଶନିଦେବଙ୍କର ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ରହିବ। ଏଇସବୁ ଛୋଟ ଛୋଟ ଜିନିଷ ଆପଣଙ୍କର ସାମର୍ଥ୍ୟ ହିସାବରେ ଆପଣ ଯଦି ଦାନ କରିବେ ଆପଣଙ୍କର ଏଇ ବର୍ଷଟି ଆପଣଙ୍କର ଶୁଭକର ହେବ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।